ଅନୁଗୁଳ ଜିଲ୍ଲା ଆଠମଲ୍ଲିକ NSC ସମ୍ମୁଖରେ ଥିବା ଗାନ୍ଧୀ ପାର୍କ ନିକଟରେ ବଢ଼ୁଛି ଟ୍ରାଫିକ୍ ସମସ୍ୟା। ଆଠମଲ୍ଲିକ NSC ଅଫିସ୍ ସମ୍ମୁଖରେ ଥିବା ଗାନ୍ଧୀ ପାର୍କ, ଏହି ପାର୍କରେ ନିକଟରେ କିଛି ଦିନ ହେଲାଣି ବେଆଇନ ଭାବେ ଟେମ୍ପୋ ଗୁଡ଼ିକ ପାର୍କିଂ କରୁଛନ୍ତି, ଯାହାଫଳରେ ରାସ୍ତା ଜାମ୍ ହେଉଛି। ଗାନ୍ଧୀ ପାର୍କରେ ବେଆଇନ ଟେମ୍ପୋ ପାର୍କିଂ ହେବା ଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ପାର୍କ ନିକଟରେ ଥିବା ଦୋକାନୀ ଗୁଡ଼ିକର ବାଇକ୍ ଗୁଡ଼ିକ ମଧ୍ୟ ଅଧା ରାସ୍ତାକୁ ମାଡ଼ି ରହୁଛି, ଯାହାଫଳରେ ଭାରୀ ଯାନ କିମ୍ବା ବଡ଼ ଯାନ ଯିବା ସମୟରେ ଅନ୍ୟ ଯାନ ଯିବାକୁ ରାସ୍ତା ମିଳୁନି, ଯାହାଫଳରେ ଗାଡ଼ି ଗୁଡ଼ିକ ଅଟକି ରହୁଛି ଏବଂ ଗାଡ଼ି ଗୁଡ଼ିକ କ୍ରସ୍ କରିବା ପାଇଁ ବହୁତ ସମୟ ଲାଗୁଛି ଏବଂ ଲୋକେ ବାଇକ୍ ଚାଳକ କିମ୍ବା ଅନ୍ୟ ଲୋକେ ଯିବା ଆସିବା ସମୟରେ ବି ଅସୁବିଧାର ସୃଷ୍ଟି ହେଉଛି। ଗତକାଲି ଏହି ଯାତାୟାତ ଜାମ୍ ରହିବା ଫଳରେ ଏକ ଦୁର୍ଘଟଣା ଘଟିଥିଲା। ଗୋଟିଏ ବାଇକ୍ ଚାଳକ ରାସ୍ତା ନିକଟରେ ଯାଉଥିବା ଏକ ଲୋକଙ୍କୁ ଧକ୍କା ଦେବା ଫଳରେ ତା'ର ଗୋଡ଼ ଭାଙ୍ଗି ଯାଇଥିଲା। ଗୋଡ଼ ଭାଙ୍ଗି ଯାଇଥିବା ଯାତ୍ରୀକୁ ଲୋକେ ଆଠମଲ୍ଲିକ ମେଡ଼ିକାଲରେ ନେଇ ଭର୍ତ୍ତି କରାଯାଇଥିଲା। ଏ ଯେଉଁ ଟ୍ରାଫିକ୍ ସମସ୍ୟା ଦେଖାହେଉଛି, ଏଥିପାଇଁ ପ୍ରଶାସନ ଓ ପୋଲିସ ଗାନ୍ଧୀ ଛକ ନିକଟରୁ ବେଆଇନ ଟେମ୍ପୋ ପାର୍କିଂ ହଟାଇବା ସହିତ ବାଇକ୍ ଗୁଡ଼ିକ ପାର୍କିଂ କରୁଥିବା ବାଇକ୍ ଗୁଡ଼ିକୁ ସାଇଡ଼୍ କରିବାର ଆବଶ୍ୟକତା ରହିଛି ଏବଂ ଏହି ସ୍ଥାନରେ ଯେଉଁ ବସ୍ ଗୁଡ଼ିକର ବସ୍ ଷ୍ଟପ୍ ନାହିଁ, ସେଗୁଡ଼ିକୁ ଏଠାରେ ବସ୍ ଷ୍ଟପ୍ କରିବାକୁ ଦେବାର ନାହିଁ। ତାହେଲେ ଯାଇ ଏହି ଆଠମଲ୍ଲିକର ଏହି ଯେଉଁ ଟ୍ରାଫିକ୍ ସମସ୍ୟା ସମାଧାନ ହେବ ବୋଲିକି ଆଲୋଚନା ହେଉଛି।